ଜୟ ଜଗନ୍ନାଥ ବନ୍ଧୁଗଣ। ଗଲା କାଲି 28 ତାରିଖ ସୋମବାର ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥିରେ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ମା ସୁଭଦ୍ରାଙ୍କର ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଗଲା କାଲି ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କର ଏହି ଅନନ୍ୟ ଖସାପଡ଼ା ନୀତି ସନ୍ଧ୍ୟା 6ଟା ଠାରୁ ରାତି 9ଟା ଯାଏଁ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ ମହାପ୍ରଭୁ ଯେତେବେଳେ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଓ ପୁନର୍ବାର ପହଣ୍ଡିରେ ସିଂହଦ୍ୱାର ଦେଇ ରତ୍ନମଣ୍ଡପକୁ ଯାଆନ୍ତି, ତାଙ୍କର ଶ୍ରୀପୟର ମଳିନ ପଡ଼ିଯାଇଥାଏ ଏବଂ ଶ୍ରୀଅଙ୍ଗର ଆବରଣରେ କିଛି କ୍ଷତ ସୃଷ୍ଟି ହୋଇଥାଏ। ହୋଲି ସମୟରେ ମଧ୍ୟ ଗର୍ଭଗୃହରେ ସେବାୟତ ଓ ଭକ୍ତମାନଙ୍କ ଦ୍ୱାରା ଅବିର ଖେଳରେ ମହାପ୍ରଭୁଙ୍କର ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହି ସମସ୍ତ ସମୟରେ ଶ୍ରୀବିଗ୍ରହଙ୍କ ଅନ୍ତର ପ୍ରଦେଶର ରଙ୍ଗ ମଳିନ ପଡ଼ିଯାଇଥାଏ, ଯାହାର ଦର୍ଶନରେ ଭକ୍ତମାନଙ୍କ ମନରେ ପ୍ରସନ୍ନତା ଆସିନଥାଏ। ଏଥିପାଇଁ ଖସାପଡ଼ା ଲାଗି ନାମକ ନୀତିରେ 40 ହାତ ଲମ୍ବର କପଡ଼ାକୁ ଶ୍ରୀଅଙ୍ଗ ଓ ଶ୍ରୀପୟରକୁ ଆଚ୍ଛାଦିତ କରାଯାଇଥାଏ ଏବଂ ଏହି କପଡ଼ାରେ ଶ୍ରୀଅଙ୍ଗକୁ ଟାଇଟ୍ କରି ବନ୍ଧାଯାଇ ଅତ୍ୟନ୍ତ ଦୃଢ଼ୀକରଣ କରାଯାଇଥାଏ, ଯାହାଫଳରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଅତ୍ୟନ୍ତ ସୌନ୍ଦର୍ଯ୍ୟ ଓ ସୁଦୃଢ଼ ହୋଇଥାଏ। ଏହାକୁ ଖସାପଡ଼ା ନୀତି କୁହାଯାଏ। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ୱାରା ପତି ମହାପାତ୍ରଙ୍କ ଉପସ୍ଥିତିରେ ଦଇତାପତି ନିଯୋଗ ତରଫରୁ ସମ୍ପନ୍ନ ହୋଇଥାଏ। ଏହି ନୀତି ଗୋଷ୍ଠୀଗତ ଓ ଗୁପ୍ତ ନୀତି ହୋଇଥିବାରୁ 4-5 ଘଣ୍ଟା ସମୟ ଲାଗିଥାଏ। ଏହି ସମୟରେ ଭକ୍ତମାନଙ୍କର ଶ୍ରୀମନ୍ଦିରର ଅଭ୍ୟନ୍ତରୀଣ ଦର୍ଶନ ବନ୍ଦ ହୋଇଥାଏ। ଜୟ ଜଗନ୍ନାଥ।